ସେତେବେଳେ କମିଶନର ଥିଲେ ଟି ରେଭେନ୍ସା ସାହେବ। ସେ ତାଙ୍କ ଆତ୍ମଜୀବନରେ ଲେଖିଛନ୍ତି, ମୁଁ ଯଦି ମୋର ଅଧସ୍ତନ ଅଧିକାରୀ ଏବଂ ଅମଲାମାନଙ୍କ କଥାରେ ସମ୍ପୂର୍ଣ୍ଣ ବିଶ୍ୱାସ ନ କରି ସାଧାରଣ ଲୋକଙ୍କ ସାଙ୍ଗରେ ମିଶିଥାନ୍ତି, ଏଭଳି ଦୁର୍ଘଟଣା ଘଟିନଥାନ୍ତା। ମୋର ଅଧସ୍ତନ ଅଧିକାରୀମାନେ ମୋତେ କହିଲେ ଯେ ଜମିଦାରମାନଙ୍କ ଅମାରରେ ଏତେ ଧାନ ଅଛି, ଆଉ 3 ବର୍ଷ ମରୁଡ଼ି ପଡ଼ିଲେ ମଧ୍ୟ ଖାଦ୍ୟାଭାବ ଘଟିବ ନାହିଁ। ତାଙ୍କ କଥାକୁ ବିଶ୍ୱାସ କରି ମୁଁ ରହିଲି ଏବଂ ମୋ ଆଖି ସାମ୍ନାରେ 1,03,000 ଲୋକ ପୋକ ବାଜୁଣି ମରିକରି ପଡ଼ିଗଲେ। ଇଏ ଯନ୍ତ୍ରଣାକୁ ମୁଁ ମୃତ୍ୟୁ ପର୍ଯ୍ୟନ୍ତ ଭୁଲି ପାରିବି ନାହିଁ। ଏକଥା ଲେଖିଛନ୍ତି। ତାପରେ ଯେ 3ଟି କେନାଲ ଖୋଳିଲେ, ମାଛଗାଁ, ତାଳଦଣ୍ଡା, ପଟ୍ଟାମୁଣ୍ଡାଇ। ଏ କେନାଲ ଖୋଳିବାରେ ଜଳସେଚନ ତାଙ୍କର ଉଦ୍ଦେଶ୍ୟ ନଥିଲା। ପ୍ରଥମ ଉଦ୍ଦେଶ୍ୟ ଥିଲା, ଫାର୍ଷ୍ଟ ପ୍ରାୟୋରିଟି, ଲୋକକୁ ଟେକ୍ସଟାଇଲ କାମ ଯୋଗାଇବା ମରୁଡ଼ିଗ୍ରସ୍ତ ଲୋକକୁ। ଦ୍ୱିତୀୟ ଥିଲା ଯେ ବନ୍ୟା ନିୟନ୍ତ୍ରଣ। ମାଛଗାଁ କେନାଲର ଡାହାଣ ପଟ ବନ୍ଧ, ତାଳଦଣ୍ଡା କେନାଲର ବାମ ପଟ ବନ୍ଧ ଆମ ଜଗତସିଂହପୁର ଜିଲ୍ଲାକୁ ଦେବୀ ନଦୀର ବନ୍ୟା ଏବଂ ମହାନଦୀ ବନ୍ୟାରୁ ରକ୍ଷା କରେ ଗଲା। ଥାର୍ଡ଼ ପ୍ରାୟୋରିଟି ହେଲା ନାଭିଗେସନ୍। ଯେତେବେଳେ ଗାଡ଼ି ଘୋଡ଼ା ରାସ୍ତାଘାଟ ନଥିଲା, କେନାଲରେ ଯିବା ଆସିବା କରିବା ପାଇଁ ନୌକାରେ ନାଭିଗେସନ୍। ଚତୁର୍ଥ ପ୍ରାୟୋରିଟି ହେଲା ଇରିଗେସନ୍। ଏ କେନାଲ କୁହାଯାଏ। ଏବଂ ସେତେବେଳେ ମହାନଦୀର ଉତ୍ପତ୍ତି ସ୍ଥଳ ଅମରକଣ୍ଟକ ପାହାଡ଼, ସେଠୁ ବଙ୍ଗୋପସାଗର ପର୍ଯ୍ୟନ୍ତ ମହାନଦୀରେ କୌଣସି ଜାଗାରେ ବନ୍ଧବାଡ଼ ନଥିଲା। କିନ୍ତୁ ରେଭେନ୍ସା ସାହେବ କଟକର ଜୋବ୍ରା ପାଖରେ ଗୋଟେ କଂକ୍ରିଟ ସ୍ଲାବ୍ ପକାଇ ତା ଦେହରେ ଲୁହା ଖୁଣ୍ଟ ପୋତି ଗୋଟେ ଅସ୍ଥାୟୀ ବ୍ୟାରେଜ୍ ସୃଷ୍ଟି କରିଥିଲେ। ସେଇ ଅସ୍ଥାୟୀ ବ୍ୟାରେଜ୍ 150 ବର୍ଷ ରହିଲା ଏବଂ 1979 ମସିହାରେ 78 ମସିହାରେ ସ୍ୱର୍ଗତ ବିଜୁ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ହେଲେ। ସେତେବେଳେ 105 କୋଟି ଟଙ୍କା ମଞ୍ଜୁର କରିକିରି ରାଷ୍ଟ୍ରପତି ସଞ୍ଜୀବ ରେଡ୍ଡିଙ୍କୁ ଆଣିକି ସୁଅ ଦେଲେ ନୂଆ ବ୍ୟାରେଜ୍ ତିଆରି କରିବେ। ବର୍ତ୍ତମାନ ବ୍ୟାରେଜ୍ ତିଆରି ହେଇଛି।